ପ୍ରଭୁଙ୍କର ବାକ୍ୟ ପ୍ରତ୍ୟେକ ଲୋକକୁ ସମାନ ଭାବରେ କଥା କହେ। ଯିଏ ପ୍ରାର୍ଥନା କରନ୍ତି ସେ ପ୍ରଭୁଙ୍କୁ କଥାବାର୍ତ୍ତା କରନ୍ତି। ଯିଏ ବାଇବଲକୁ ପଢନ୍ତି ତାଙ୍କୁ ଈଶ୍ୱର କଥାବାର୍ତ୍ତା କରନ୍ତି। କଣ କହିଲେ? ଯିଏ ପ୍ରାର୍ଥନା କରନ୍ତି ସେ ପ୍ରଭୁଙ୍କ ସହିତ କଥାବାର୍ତ୍ତା କରନ୍ତି। ଆଉ ଯିଏ ବାଇବଲକୁ ପଢନ୍ତି ପ୍ରଭୁ ତାହାଙ୍କ ସହିତ କଥାବାର୍ତ୍ତା କରନ୍ତି। ଯିଏ ବାକ୍ୟ ଶୁଣନ୍ତି ସେ ପବିତ୍ର ଆତ୍ମାଙ୍କର କଥା ପରମେଶ୍ୱରଙ୍କ ଦିଆଯାଇଥିବା କଥାକୁ ଶୁଣନ୍ତି। ଯିଏ ବାକ୍ୟକୁ ଧ୍ୟାନ ଦିଅନ୍ତି ସେ ଯୀଶୁଙ୍କର ଅନ୍ୱେଷଣ କରନ୍ତି। ଏଥିପାଇଁ ସେ ବାକ୍ୟ ଶୁଣିବେ, ବାକ୍ୟ ଅଧ୍ୟୟନ କରିବେ, ପ୍ରାର୍ଥନା କରିବେ, ସ୍ତୁତି କରିବେ। ସେମାନେ ପିତା ପୁତ୍ର ପବିତ୍ର ଆତ୍ମା ପରମେଶ୍ୱରଙ୍କର ଗୌରବ କରିବେ। ଯେଉଁମାନେ ପ୍ରଶଂସା କରନ୍ତି ସେମାନେ ପିତା ପୁତ୍ର ପବିତ୍ର ଆତ୍ମାଙ୍କର ନାମକୁ ସ୍ୱୀକୃତ କରନ୍ତି। କିନ୍ତୁ ଯେଉଁମାନେ ପ୍ରଶଂସା କରନ୍ତି ନାହିଁ ସେମାନେ ନୀରବ କବରରେ ଅବତରଣ କରନ୍ତି। ଯେଉଁମାନେ ନୀରବ କବରରେ ଅବତରଣ କରନ୍ତି ମୃତମାନେ ଏବଂ ଯେଉଁମାନେ ନୀରବ କବରରେ ଯାଆନ୍ତି ସେମାନେ ପ୍ରଶଂସା କରନ୍ତି ନାହିଁ। ଏହା କବର ସ୍ଥାନ ନୁହେଁ, ଏହା ସମାଧି ନୁହେଁ। এই ଜାଗାରେ ସମାଧିରେ ପଡିଥିବା ଲୋକମାନେ ଉଠିବାର ସ୍ଥାନ ଅଟେ। କେତେ ଜଣ ଆଜି ଆପଣ ମାନେ ସମାଧିରେ ଉଠି ଅଛନ୍ତି? ପ୍ରଭୁଙ୍କର ବାକ୍ୟ ସର୍ବଦା ଆତ୍ମିକ କଥା କୁହନ୍ତି। ମୁଁ ଆଉ ଥରେ ପ୍ରଶ୍ନ ପଚାରୁଛି, କେତେ ଜଣ ସମାଧିରେ ଉଠିଥିବା ଲୋକ এই ଜାଗାରେ ଅଛନ୍ତି? କିଏ କିଏ ଉଠିଛନ୍ତି ହାତ ଉଠେ ଜୋରେ ହାଲେଲୁୟା କୁହନ୍ତୁ। ଆପଣ ଭୁବନ ନ ନେଇକି ସମାଧିରୁ ଉଠିବେ ନାହିଁ। ପ୍ରଥମେ ଭୁବନ ନେବେ, ତେବେ ଯାଇ ଯୀଶୁଙ୍କ ସହିତ ସମାଧି ପ୍ରାପ୍ତ ହେବେ ଏବଂ ଆଉ ନୂତନ ଜୀବନ ଯାପନ ନିମନ୍ତେ ଉଠିବେ। ଆମେ କିଛି ସପ୍ତାହ ଧରି ଏକ ବିଷୟ ଉପରେ ଆମେ ଆଲୋଚନା କରି ଆସୁଛୁ। ଆଜିର ବିଷୟ ଅତି ସ୍ୱତନ୍ତ୍ର ଅଟେ। ଆଜିର ବିଷୟ ଅତି ଅନନ୍ୟ ଅଟେ। ମୁଁ ଆଶା କରେ ଅଧିକାଂଶ ଲୋକମାନେ ଏହି ବିଷୟ ଉପରେ ପ୍ରଚାର କରିବାର ମନ କର୍ଣ୍ଣ ଶୁଣି ନାହିଁ। କିନ୍ତୁ ପବିତ୍ର ଆତ୍ମାଙ୍କର ପ୍ରଚାର ଯୀଶୁ ଖ୍ରୀଷ୍ଟଙ୍କ କରିବା କଥା, ପରମେଶ୍ୱରଙ୍କର କରିବା କଥା ମୋର କର୍ଣ୍ଣ ଶୁଣି ଅଛି। ହାଲେଲୁୟା। ଏଣୁ ଆଜି ଯେ ଜାତି ଆମେ ଏହି ଜାଗାରେ ଅଛୁ ପବିତ୍ର ଆତ୍ମା ଆପଣଙ୍କୁ କହିବା ପାଇଁ ଚାହୁଁଛନ୍ତି। ପବିତ୍ର ଆତ୍ମା ଏହି ଜାଗାରେ ଭକ୍ତ ଅଟନ୍ତି। ପବିତ୍ର ଆତ୍ମା ଏହି ଜାଗାରେ ଶିକ୍ଷକ ଅଟନ୍ତି। ଶିକ୍ଷକ ଜଣେ ଛାତ୍ରକୁ ଉତ୍ତମ ଛାତ୍ର ହେବା ନିମନ୍ତେ ଏବଂ ଛାତ୍ର ହୋଇ ତାଙ୍କ ପରି ଜଣେ ଶିକ୍ଷକ ହୁଅନ୍ତୁ, ଏହା ତାଙ୍କର ଦର୍ଶନ ଥାଏ, ଏହା ତାଙ୍କର ଉଦ୍ଦେଶ୍ୟ ଥାଏ। ଯୋଉ ଶିକ୍ଷକ, ଯୋଉ ମାଷ୍ଟର ନିଜେ ଭଲ ପଢି ନଥାଏ ସେ ପିଲାମାନଙ୍କୁ ଭଲ ପଢାଇ ପାରେ ନାହିଁ ଏବଂ ତାହାର ବିଷୟରେ, ତାହାର ସବଜେକ୍ଟରେ ପିଲାମାନେ କଣ ହୁଅନ୍ତି? FAIL କଣ ହୁଅନ୍ତି? ସେମାନେ BAD ଗୁଡ୍ ଷ୍ଟୁଡେଣ୍ଟ ହୁଅନ୍ତି। କଣ? BAD ଗୁଡ୍। ତାଙ୍କୁ ମାର୍କ ମିଳିଲେ କଣ ମିଳିବ? BAD ଗୁଡ୍ ମିଳିବ। ଏଣୁ ମୋର ପ୍ରିୟ ମାନେ ବାକ୍ୟ କୁହେ ଆପଣ ମାନେ ଏ ଯାଏ ଶିକ୍ଷକ ହେବାର ଥିଲା
किंतु आपण ए जाए शिशु ହେଇକି ଅଛନ୍ତି ଦୁଃଖର କଥା ପାଠିବାର କଥା ମନ କଷ୍ଟ ହେବାର କଥା ଜଣେ ପବିତ୍ରାତ୍ମାରେ ପୂର୍ଣ୍ଣ ହେବା ବ୍ୟକ୍ତି ପବିତ୍ରାତ୍ମା ତାଙ୍କ ମଧ୍ୟ ଦେଇ ଏ କଥା କହୁଛନ୍ତି ଯେବେ ଦେଖିଲେ ମଧ୍ୟ ପରିତ୍ରାଣ ଯେବେ ଦେଖିଲେ ମଧ୍ୟ ବିଶ୍ୱାସ ଯେବେ ଦେଖିଲେ ମଧ୍ୟ ମନ ପରିବର୍ତ୍ତନ কি বর্তন মন পরিবর্তন এণু মোর প্রিয় মানে এণু প্রভু আজ ଆମମାନଙ୍କୁ ଏକ ବିଷୟ ଉପରେ ଜଣାଇବା ପାଇଁ ଚାହୁଁଛନ୍ତି ଏକ ବିଷୟରେ ଆମମାନଙ୍କୁ ଶୁଣାଇବା ପାଇଁ ଚାହୁଁଛନ୍ତି ଏଣୁ ପ୍ରଭୁ ମହିମାନିତ ହୁଅନ୍ତୁ ପ୍ରଭୁ ମହିମାନିତ ହୁଅନ୍ତୁ କାରଣ ପ୍ରଭୁ ଆଜି ଆମ୍ଭମାନଙ୍କୁ ଆଉ ଥରେ ସପ୍ତାହ ତାଙ୍କର ପବିତ୍ର ଚରଣକୁ ଆସିବା ପାଇଁ ସୁଯୋଗ ଦେଇଅଛନ୍ତି ଯଦି ଆମେ ନିଶ୍ୱାସ ପ୍ରଶ୍ୱାସ ନେଇଛୁ ପ୍ରଭୁଙ୍କର ଅନୁଗ୍ରହ ନେଇପାରିଛୁ ବୋଲି ପ୍ରଭୁଙ୍କ ନାମ ମହିମାନିତ ହେଉ କେତେ ଜଣ ଆଜି ଖୁସି ହେଉଛନ୍ତି ଯେ ଆପଣ ପ୍ରଭୁଙ୍କ ଉପସ୍ଥିତି ମଧ୍ୟରେ ବସି ପାରିଛନ୍ତି ଟିକେ ଅନ୍ୟମାନେ ଶୁଣିଲା ପରି କୁହନ୍ତୁ ମୁଁ କହିଲି କି ହ୍ୟାଲୋ ମୁଁ କହିଲି କି ଅଭିନୟ କଲି ପ୍ରଶଂସା ଅନ୍ୟମାନେ ଶୁଣି ପାରିବେ ଏଣୁକରି ଆସ ଆମେ ପ୍ରଶଂସାର ସହିତ ବାକ୍ୟକୁ ଯିବା ସମସ୍ତେ ହାତ ଉଠାଇ ସମସ୍ତେ କହିବା ହେ ପ୍ରଭୁ ମୋର କର୍ଣ୍ଣ ଖୋଲି ଦିଅ ମୋର ହୃଦୟ ଖୋଲି ଦିଅ ମୁଁ ଆପଣଙ୍କର ବାକ୍ୟ ମୋର ହୃଦୟ ମଧ୍ୟରେ ସଞ୍ଚୟ କରିବି ମୋର ହୃଦୟ ମଧ୍ୟରେ ରଖିବି ଯୋଦ୍ଧାରା ତୁମ୍ଭ ବିରୁଦ୍ଧରେ ପାପ କରିବି ନାହିଁ ଆପଣଙ୍କ ଇଚ୍ଛାକୁ ସିଦ୍ଧ କରିବି ହାଲେଲୁୟା ଏକଦା ଜଣେ ପ୍ରଭୁଙ୍କର ମହାନ ଦାସ ଯାହାଙ୍କ ଦ୍ୱାରା ପ୍ରଭୁ ମହତ କାର୍ଯ୍ୟ କଲେ ଆଶ୍ଚର୍ଯ୍ୟ କର୍ମ କଲେ ପଥର ଭିତରୁ ଝଡ଼ର ସ୍ରୋତକୁ ବହାଇଲେ ସମୁଦ୍ରକୁ ତାଙ୍କ ନିମନ୍ତେ ବାଟ ଛାଡ଼ିବା ପାଇଁ କହିଲେ ଦିନରେ ଖରା ହେବାରୁ ତାଙ୍କୁ ମେଘ ପରି ଏକ ଛତାକୁ ଦେଲେ ଏକ ଛତା ପରି ଏକ ମେଘକୁ ତାଙ୍କ ଉପରେ ଦେଲେ ରାତ୍ରିରେ ସେମାନଙ୍କର ଆଲୁଅ ପାଇଁ ଅଗ୍ନିର ସ୍ତମ୍ଭ ଦେଲେ ସେ ପରମେଶ୍ୱରଙ୍କର ସେବକ ଯିଏ ଦିନେ ରାଜପ୍ରସାଦରେ ରହିବା ପାଇଁ ରାଜକନ୍ୟା ବୋଲି ଖ୍ୟାତ ହେବା ପାଇଁ ଜୀବନରେ କେବେ ବି ଇଚ୍ଛା ପ୍ରକାଶ କରିନଥିଲେ ଏକ ବିଷୟକୁ ଇଚ୍ଛା କରିଥିଲେ ମୁଁ ଆପଣା ଲୋକମାନଙ୍କ ସହିତ ରହିବି ଆପଣା ଲୋକମାନଙ୍କର ନିକଟକୁ ଯିବି ମୋର ପ୍ରିୟ ମାନେ এই উদ্দেশ্য ଏହା ଥିଲା এই উদ্দেশ্য ভিতরে ରହିଥିଲା ଆଜି ମଧ୍ୟ ପ୍ରଭୁ ଆମ୍ଭମାନଙ୍କ ସହିତ ରହିବା ପାଇଁ ସ୍ୱର୍ଗ ତ୍ୟାଗ କରି ଆମ୍ଭମାନଙ୍କ ମଧ୍ୟକୁ ଆସିଲେ ଏବଂ ଆମ୍ଭମାନଙ୍କୁ ମାର୍ଗରେ କଢ଼ାଇ ନେବା ପାଇଁ ଶୁଭ ସାଗର ରୂପକ ଏହି ପୃଥିବୀରେ ଆମ୍ଭମାନଙ୍କୁ କଢ଼ାଇ ନେଇ ସ୍ୱର୍ଗରେ ପହଞ୍ଚିବା ପାଇଁ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋଶାଙ୍କ ତୁଲ୍ୟ ବିଶ୍ୱାସର ସିଦ୍ଧିଦାତା ନେତା ହୋଇଅଛନ୍ତି ସିଏ ମୋଶା ଆପଣା ଲୋକମାନଙ୍କର ଦୁଃଖକୁ ଦେଖିଲେ ସେମାନଙ୍କର ଜରାଜୀର୍ଣ୍ଣ ଶରୀର ଗୁଡ଼ିକ ଦେଖିଲେ ସେମାନଙ୍କ ମଧ୍ୟରେ କାହାର ହାଡ଼ରେ ମାଂସ ଲାଗିଥିଲା ସେମାନେ ତ ମଣିଷ ଦେଖାଯାଉଥିଲେ କିନ୍ତୁ ମାଂସ ସେମାନଙ୍କର ଦେଖାଯାଉନଥିଲା ଅନେକ ବୃଦ୍ଧା ସ୍ତ୍ରୀ ମାନଙ୍କୁ ଦେଖିଲେ ଯେତେବେଳେ ସେ ଫାରାଓଙ୍କର କଥା ଅନୁସାରେ ସହର ଗଢ଼ିବା ପାଇଁ ଗଲେ ଏହିପରି ଲୋକମାନଙ୍କର ଅବସ୍ଥାକୁ ଦେଖିଲେ ଏବଂ ତାଙ୍କର ଅନ୍ତର ଭିତରେ ପବିତ୍ର ଆତ୍ମା ସର୍ବଦା କଥା କହିବାକୁ ଲାଗିଲେ ତାଙ୍କୁ ରାଜପ୍ରସାଦ ଶାନ୍ତି ଦେଇ ପାରିଲା ନାହିଁ ରାଜପ୍ରସାଦର ଖାଦ୍ୟ ତାଙ୍କୁ ତୃପ୍ତ କରି ପାରିଲା ନାହିଁ ରାଜପ୍ରସାଦର ବସ୍ତ୍ର ତାଙ୍କୁ ପରିଧାନ କରିବା ପାଇଁ ଇଚ୍ଛା ଲାଗିଲା ନାହିଁ
କାରଣ ସେ ଭବିଷ୍ୟତର ବିଷୟ ଭବିଷ୍ୟତର ଦର୍ଶନ ଭବିଷ୍ୟତର ସ୍ଥାନକୁ ସେ ଦେଖୁଥିଲେ। ଆପଣମାନେ ଯେତେକି ଏ ଜାଗାରେ ଅଛନ୍ତି ଆପଣଙ୍କର ଭବିଷ୍ୟତ ଜଗତ ନୁହେଁ, ଆପଣଙ୍କର ଭବିଷ୍ୟତ ଜଗତର ଧନ ନୁହେଁ, ଆପଣଙ୍କର ଭବିଷ୍ୟତ ଜଗତର ଚାକିରି ନୁହେଁ, ଆପଣଙ୍କର ଭବିଷ୍ୟତ ମୋର ଭବିଷ୍ୟତ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେ ଆମମାନଙ୍କର ଅସ୍ତି, ସେ ଆମମାନଙ୍କର ଗତି, ସେ ଆମମାନଙ୍କର ମୁକ୍ତି। ଜଗତ ଲୋପ ପାଇବ, ପୃଥିବୀ ଲୋପ ପାଇବ, ଲୋକମାନେ ଚାଲିଯିବେ, କିନ୍ତୁ ଆମେ ଚାଲିଯିବା ଆମର ପ୍ରଭୁଙ୍କ ପାଖକୁ। এই ধ্বংসলে মধ্যে আমার ধ্বংস হবা নাই, আমি এক নূতন পৃথিবীরে রহিবা। ମୋର ପ୍ରିୟମାନେ ପ୍ରଭୁ ଆପଣଙ୍କ ପାଇଁ ମୋ ପାଇଁ ଏ ଭବିଷ୍ୟତ କରିଥିବାରୁ ଝିରିବ 29:11 କୁହନ୍ତି ଆମ୍ଭେ ଆପଣଙ୍କର ନିମନ୍ତେ ମଙ୍ଗଳ ବିଷୟକୁ ସଂକଳ୍ପ କରିଅଛୁ। କେତେ ଧନ୍ୟବାଦ ଦେବା ପାଇଁ ଚାହାନ୍ତି ପ୍ରଭୁ ଆପଣଙ୍କ ପାଇଁ ମଙ୍ଗଳ ବିଷୟ ସଂକଳ୍ପ କରିଅଛୁ। ଆମ ପାଇଁ ଲୋକମାନେ ଅମଙ୍ଗଳ ଚେଷ୍ଟା କରନ୍ତୁ, ଆମ ବିପକ୍ଷରେ ସୈତାନ ଆମର ଅମଙ୍ଗଳ ଚେଷ୍ଟା କର, ଆମର ଶରୀର ବିପକ୍ଷରେ ଆମର ରୋଗ ଆମକୁ ବିନାଶ କରିବା ପାଇଁ ସୈତାନ ଦ୍ୱାରା ଆଣିପାରେ, କିନ୍ତୁ ଆମର ପ୍ରଭୁ ଆମ ପାଇଁ ମଙ୍ଗଳ ଚେଷ୍ଟା କରୁଅଛନ୍ତି। ସେ ନିଜର ମଙ୍ଗଳ ବିଷୟ ଭାବୁ, ସେ ନିଜର ଭବିଷ୍ୟତ ବିଷୟ ଚିନ୍ତା କରୁ କରୁ ଏ ଦାସ ପ୍ରଭୁଙ୍କୁ ଜାଣିଲା ପରେ ଇସ୍ରାଏଲ ଲୋକମାନଙ୍କୁ ମିଶ୍ର ଦେଶରୁ ବାହାର କରି ଆଣି ସାରିଲା ପରେ ଏ କଥା ନିଜର ଭବିଷ୍ୟତକୁ ଦେଖିଲେ। ତାଙ୍କ ଆଖି ଆଗରେ ଅନେକ ଲୋକ ମରିଗଲେ, ଅନେକ ଲୋକ ଚାଲିଗଲେ, ଅନେକ ଲୋକ ଶୋଇଗଲେ, ଅନେକ ଲୋକ ମହାନିଦ୍ରା ପ୍ରାପ୍ତ ହେଲେ, ଅନେକ ଲୋକ ଆପଣଙ୍କ ବଂଶ ଲୋକମାନଙ୍କ ମଧ୍ୟରେ ସଂଗୃହୀତ ହେଲେ। ସେତେବେଳେ ତାଙ୍କ ଜୀବନ ମଧ୍ୟରେ ଏକ ଅବସ୍ଥା, ଏକ ସ୍ଥିତି ତାହାଙ୍କ ଜୀବନ ମଧ୍ୟକୁ ଆସିବ ଏବଂ ସେ ସ୍ଥିତି ବିଷୟ ନେଇ ଆପଣ ବାକ୍ୟରେ କୁହନ୍ତି। ଦୟାକରି ପଢି ଦିଅନ୍ତୁ ଆଜିର ଶିକ୍ଷା ବିଷୟକୁ ମୁଁ ଦେବା ପାଇଁ ଚାହେଁ ଗଣନା ପୁସ୍ତକ 23:10 ଗଣନା ପୁସ୍ତକ 23:10 এই ଜାଗାରେ ସେ କଣ ବିଷୟ ଆଜିର ବିଷୟକୁ ଆମେ ଦେଖିବାକୁ ଯିବା। ଏତେ ସମୟ ଲାଗିବା ଦରକାର ନାହିଁ, ସାଙ୍ଗେ ସାଙ୍ଗେ ଅଧ୍ୟୟନ କରି ପଢନ୍ତୁ। ଯାକୋବର ଧୂଳି କିଏ ଗଣିପାରେ? ଯାକୋବର ଧୂଳି କଲେ କାହାକୁ ବୁଝାଏ? ଯାକୋବର ଧୂଳି କଲେ ଯାକୋବର ବଂଶ, ଇସ୍ରାଏଲ ବଂଶ, ଯାକୋବଠାରୁ ଉତ୍ପନ୍ନ ସମସ୍ତ ବଂଶକୁ ବୁଝାଏ। ଯାକୋବର ଧୂଳିକୁ କିଏ ଗଣିପାରେ? ତାପରେ ଚତୁର୍ଥାଂଶର ସଂଖ୍ୟା କିଏ କହିପାରେ? କିମ୍ବା ଇସ୍ରାଏଲର ଚତୁର୍ଥାଂଶର ସଂଖ୍ୟା କିଏ କହିପାରେ? ଧାର୍ମିକର ମରଣ ମୁଁ ମରେ, ଧାର୍ମିକର ମରଣ ମୁଁ ମରେ, ମୋର ଶେଷ ଅବସ୍ଥା ତାହାର ତୁଲ୍ୟ ହେଉ, ମୋର ଶେଷ ଅବସ୍ଥା ତାହାର ତୁଲ୍ୟ ହେଉ। ଆପଣମାନେ ବୁଝିପାରୁଥିବେ, ତାହାର ବୟସ ଯେତେବେଳେ ଆସେ ପ୍ରତ୍ୟେକ ବ୍ୟକ୍ତି ଏହି କଥା ଚିନ୍ତା କରନ୍ତି, ମୁଁ ମରିବି, କାହା ପରି ମରିବି, ମୁଁ ତାହା ପରି ମରିବି। ଇଏ କହୁଛନ୍ତି ମୁଁ ତାହା ପରି ମରିବି। ଆଜି ମୁଁ କାହା ପରି ମରିବା ପାଇଁ ସଂକଳ୍ପ ନେଇଅଛି। ଯଦି ମରିବି, ଯଦି ମରେ, ଯଦି ମୋ ପାଇଁ ମରଣ ଆସେ, ମୋର ପ୍ରିୟମାନେ ମରଣ କାହା ପାଖକୁ ଇନଭିଟେସନ ଦେଇକି ଛାଏ ନାହିଁ, ମରଣ କାହା ପାଖକୁ ନିମନ୍ତ୍ରଣ ପତ୍ର ଦେଖେଇକି ଛାଏ ନାହିଁ, ମରଣ କାହାକୁ ଜାଗ୍ରତ ହେବାକୁ କହିକି ତା ପାଖକୁ ଛାଏ ନାହିଁ। ମରଣ ଛାଏ ଜଣଙ୍କର ବିନାଶ କରିବା ପାଇଁ, ମରଣ ଛାଏ ଜଣକୁ ଧ୍ୱଂସ କରିବା ପାଇଁ, ଜଗତର ତାଙ୍କ ବିଦାୟ ନେବା ପାଇଁ, ଶରୀରର ତାର ପ୍ରାଣକୁ ବିଚ୍ଛେଦ କରିବା ପାଇଁ ତାଙ୍କ ନିକଟକୁ ଛାଏ। ତେବେ ଏହିପରି ସମୟରେ ସେ ନିଜର ମୃତ୍ୟୁ ବିଷୟକୁ ଚିନ୍ତା କରୁଛନ୍ତି। ମୁଁ ଆଶା କରେ ଆମେ ମଧ୍ୟ ବେଳେ ବେଳେ ଯଦି ଟିକେ ଛାତି ବଥା ଆରମ୍ଭ ହୁଏ, ମୁଣ୍ଡ ବଥା 2-3 ଦିନ ଲାଗି ରୁହେ, ତେବେ ଆମ ମନରେ କଣ ପ୍ରଶ୍ନ ଆସେ? କଣ ହବ? ମୁଁ ବଞ୍ଚିବି ନାହିଁ। କେତେକ ଲୋକ ସାଙ୍ଗେ ସାଙ୍ଗେ କହନ୍ତି ମୁଁ ଆଉ ବଞ୍ଚିବି ନାହିଁ ବୋଧେ। ସ୍ତ୍ରୀ ପୁରୁଷ ଭିତରେ ସେମାନେ କଥାବାର୍ତ୍ତା କରନ୍ତି, ମୋର ସମୟ ବୋଧେ ଆସିଲାଣି, ପିଲାମାନଙ୍କୁ ତୁମେ ସମ୍ଭାଳ, ମୁଁ ହୁଏତ ଯିବି। ମୋର ପ୍ରିୟମାନେ,
বাইবেল কুহে তুমি পৃথিবীরে যাহা বন্ধ করিব স্বর্গরে তাহা বন্ধ হইব, স্বর্গরে যাহা খুলিব পৃথিবীরে তাহা খোলা ଯିବ। এই ଚାବି ଭିତରେ ସବୁ କିଛି ବିଷ ଅଛି। ଆପଣଙ୍କ ପାଇଁ ଖୋଲିବା ପାଇଁ ଅଛି, ଆପଣଙ୍କ ପାଇଁ ବନ୍ଦ କରିବା ପାଇଁ ଅଛି। ଆପଣ ମାନେ ଆଜି এই ଜାଗାରେ ବନ୍ଦ କରିବା ପାଇଁ ଆଉ ଖୋଲିବା ପାଇଁ ଅଛନ୍ତି। ମନ୍ଦତାକୁ ବନ୍ଦ କରିବେ, ଉତ୍ତମତାକୁ ଖୋଲିବେ। ଆପଣଙ୍କର ପଛରେ ଅମଙ୍ଗଳ ଆସି ପାରିବ ନାହିଁ, କାରଣ ଆମ୍ଭମାନଙ୍କର ଲୁଚିବାର ସ୍ଥାନ ଆମ୍ଭମାନଙ୍କର ପରମେଶ୍ୱର। ମୋର ପ୍ରିୟମାନେ ଶେଷ ଅବସ୍ଥା କହିଲେ କଣ? ଆଉ ଥରେ ପଢି ଦିଅନ୍ତୁ ଭଉଣୀ। ଶେଷ ଅବସ୍ଥା କହିଲେ କଣ? ଆମେ ତାକୁ ବାକ୍ୟକୁ ଭାଙ୍ଗିବା। ଦ୍ୱିତୀୟ ତିମୋଥୀ 2:15 ମଧ୍ୟରେ କୁହାଯାଏ ବାକ୍ୟ ଭାଙ୍ଗିବାର ନିପୁଣତା। ଦ୍ୱିତୀୟ ସେଟା ମୁଁ କହୁ ନାହିଁ, ଆମେ ପଢିବା 23:10 ପଦ। এই ପ୍ରକାର କୁହେ, ମୁଁ ଖାଲି କେତେ ଅଂଶ ପଢୁଅଛି। এই ଜାଗାରେ ଏମିତି ଲେଖାଯାଏ, ମୋହର ଶେଷ ଅବସ୍ଥା କାହାର, ମୋହର ଶେଷ ଅବସ୍ଥା ତାହାର ତୁଲ୍ୟ ହେଉ। ମୁଁ ଆପଣଙ୍କୁ এই ବିଷୟକୁ, এই ଶିକ୍ଷାକୁ ଏମିତି ଭାବରେ ଆପଣଙ୍କର ପ୍ରସଙ୍ଗ ଦେଉଅଛି, ମୋହର ଶେଷ ଅବସ୍ଥା କାହାର ତୁଲ୍ୟ ହେଉ। କାହାର ତୁଲ୍ୟ ହେଉ, କାହା ପରି ହେଉ, କେମିତି ମୋର ଶେଷ ଅବସ୍ଥା। ଶେଷ ଅବସ୍ଥା କହିଲେ କଣ? ମୁଁ ଖାଲି ଆଜି ଶେଷ ଅବସ୍ଥା ବିଷୟରେ କହିବି, এই 5 ମିନିଟ ଭିତରେ ଶେଷ କରିବି। ତାପରେ ଆଗାମୀ ସପ୍ତାହ ମୁଁ ଆପଣଙ୍କୁ ବାକି ତକ ବିଷୟକୁ ମୁଁ କହିବି। ଏଥିପାଇଁ ପ୍ରଭୁ କହୁଛନ୍ତି ଯେ ଶେଷ ଅବସ୍ଥା କହିଲେ କଣ? ଶେଷ ଅବସ୍ଥା କହିଲେ ଆୟୁଷ ରୂପକ ସୂର୍ଯ୍ୟର ଅସ୍ତଗାମୀକୁ ବୁଝାଏ। ଆମର ଆୟୁଷ ଡୁବିଯିବାର କଥାକୁ ବୁଝାଏ। ପ୍ରତିଜ୍ଞାତ ବୟସର ସୀମାର ଯୌବନିକାରେ ପାଦ ପକାଇବାକୁ ବୁଝାଏ। ପ୍ରତିଜ୍ଞାର ବୟସର ସୀମାର ଯୌବନିକାରେ ପାଦ ପକାଇବାକୁ ବୁଝାଏ। ତାଙ୍କର ଜୀବନର ଶେଷ ନିଶ୍ୱାସ ତ୍ୟାଗ କରିବାର ପାଖେ ଆସିବାର ସମୟକୁ ବୁଝାଏ। ତେଣୁ ମୋର ପ୍ରିୟମାନେ, ମଉସା ହୁଏତ ଆପଣା ଶଯ୍ୟାରେ ବସି ଏ କଥା ଭାବୁଅଛନ୍ତି। ଯେତେବେଳେ ସେ ଆୟୁଷକୁ ଦେଖୁଅଛନ୍ତି, ମୋ ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦେବି। ମୋର ଆୟୁଷ, ଆମ୍ଭମାନଙ୍କର ଆୟୁଷ ଜାଣ, ଯଦ୍ୱାରା ଆପଣମାନେ ନିଜ ନିଜର ଶେଷ ଅବସ୍ଥା ବିଷୟରେ ଜାଗ୍ରତ ହେବେ। ଏଥିପାଇଁ ସେ କୁହନ୍ତି, ଏଥିପାଇଁ କାହାର 70, କାହାର 80 ଏବଂ କାହାକୁ ବଳ ସକାଶେ 120 ବର୍ଷ ବଞ୍ଚିବାର ସୁଯୋଗ ଦେଇଛନ୍ତି। ଏହି ଦିନ ଗୁଡ଼ିକରେ ମୋର ପ୍ରିୟମାନେ, ଯେତେବେଳେ ମୋର ବୟସ ଆସେ, ଯେତେବେଳେ ମୋର କେଶ ଶୁଭ୍ର ହୁଏ, ତେବେ ମୋର ବୟସର ସୀମା ଆଡ଼କୁ ମତେ ଆଗକୁ ବଢ଼ାଇ ନିଏ। ଆମର ମରଣ ଏବଂ ପ୍ରଭୁଙ୍କୁ ଜାଣିନଥିବା ଲୋକମାନଙ୍କର ମରଣ ମଧ୍ୟରେ ପାର୍ଥକ୍ୟ ଅଛି। ଆମେ ଆମର ମରଣର ଅବସ୍ଥା କଣ ହବ ତାହା ଆମେ ଜାଣିଛୁ। ଆମେ ମରଣ ପରେ କୋଉ ଜାଗାକୁ ଯିବୁ ତାହା ମଧ୍ୟ ଜାଣିଛୁ। ଆଉ ମୃତ୍ୟୁ ଉତ୍ତାରେ ଆମେ କାହାକୁ ଦେଖା କରିବୁ ତାହା ବି ଜାଣିଛୁ। ଆଉ ମୃତ୍ୟୁ ଉତ୍ତାରେ ସମାଜରେ ଉଠିଲା ପରେ ଆମେ କଣ କରିବୁ ତାହା ମଧ୍ୟ ଜାଣିଛୁ। ଏଥିପାଇଁ ଆପଣମାନେ ଜଗତ ମଧ୍ୟରେ କୃତ ଲୋକ ଅଛନ୍ତି। ଏଥିପାଇଁ ପ୍ରଭୁ ଆପଣଙ୍କୁ ଅଲଗା କରିଅଛନ୍ତି। ଶେଷ ଅବସ୍ଥା କହିଲେ କେତେଟା କଥା କହିଲି? ଶେଷ ଅବସ୍ଥା କହିଲେ କେତେଟା କଥା କହିଲି? ପ୍ରଥମ, ଆୟୁଷର ରୂପକ ସୂର୍ଯ୍ୟ ଅସ୍ତଗାମୀ ହେବା। ସୂର୍ଯ୍ୟ ଯେମିତି ଉଦୟ ହୋଇ ଅସ୍ତ ହେଲା ପରେ ସୂର୍ଯ୍ୟ ଦେଖାଯାଏ ନାହିଁ, ଠିକ ସେଇ ପ୍ରକାରେ ଜଣର ଆୟୁଷ ଗଲେ ଏ ଆୟୁଷ ମଧ୍ୟ ଦୁଇ ପ୍ରକାର ଯିବ। ଜଣେ ପୂର୍ଣ୍ଣ ଆୟୁଷ କରିବ, ଜଣେ ଅପୂର୍ଣ୍ଣ ଆୟୁଷ କରିବ। ମୁଁ କୋଉ ପ୍ରକାର ଆଶା ଅପେକ୍ଷା କରିବି ମୋର ଅବସ୍ଥା କାହାର ପରି ହେଉ? ମୋର ପ୍ରିୟମାନେ, ମୋର ଆୟୁଷ ପୂର୍ଣ୍ଣ ହୋଇକି ହେଉ ଉତ୍ତମ ଅବସ୍ଥାରେ, ନା ପୂର୍ଣ୍ଣ ନ ହୋଇକି ହଉ
ଏହା ମୁଁ କାମନା କରୁଛି। ପ୍ରଭୁଙ୍କର ଲୋକମାନେ ବୃଦ୍ଧ ଅବସ୍ଥାରେ ପୂର୍ଣ୍ଣ ହୋଇ ବୃଦ୍ଧ ଅବସ୍ଥାରେ ସେମାନେ ପ୍ରଭୁଙ୍କ ଲୋକମାନଙ୍କ ନିକଟରେ ସଂଗୃତ ହୋଇ ଅଛନ୍ତି। ଆଜି ମୋର ଶେଷ ଅବସ୍ଥା କାହାର ପରି ହଉ, ମୋର ପ୍ରିୟମାନେ ମୋର ଶେଷ ଅବସ୍ଥା କାହାର ପରି ହଉ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ ଯେ ଆମମାନଙ୍କର ସୁସ୍ଥ ସୂର୍ଯ୍ୟ ଅସ୍ତ ହେବ, ସୂର୍ଯ୍ୟ ଆଉ ଦେଖାଯିବ ନାହିଁ, ସୂର୍ଯ୍ୟ ଥିଲା କି ନାହିଁ ତାହାର ଜଣା ପଡିବ ନାହିଁ। ଆପଣ ଯୋଉ ପ୍ରାସାଦରେ ରହୁଥିଲେ, ଆପଣ ଯୋଉ ଚକମକି ନିର୍ମିତ ପ୍ରସ୍ତରରେ ମୁଗୁନି ପଥରରେ ସୁନାର କଲଙ୍କରେ ଗଜଦଙ୍କର ପଲଙ୍କରେ ଶୋଉଥିଲେ, ସେଇ ପଲଙ୍କ ପରେ ଆପଣଙ୍କର ପ୍ରିୟମାନେ ଆପଣଙ୍କୁ ଖୋଜିଲେ ମଧ୍ୟ ଆପଣଙ୍କର ବାସ୍ନା ବି ପାଇବେ ନାହିଁ। ଆକୁ କୁହାଯାଏ ଆୟୁଷ ରୂପକ ସୂର୍ଯ୍ୟର ଅସ୍ତଗାମୀ। ମୋର ପ୍ରିୟମାନେ ଆମେ ଯଦି ଅସ୍ତ ହେଇକି ଯିବା, ଆମେ ବୁଡିଯିବା, ତାପରେ ହେବା ପାଇଁ ଆମେ ଚାହୁଁଛୁ ମୋର ଆୟୁଷ କାହାପରି ମୁଁ ସମାପ୍ତ କରିବା ପାଇଁ ଚାହୁଁଛି। ମୋର ପ୍ରିୟମାନେ ମୁଁ ଗୋଟିଏ ପଦ କହି ସମାପ୍ତ କରିବାକୁ ଯିବି, କାରଣ ପ୍ରଭୁ ଆମକୁ এই ବିଷୟ ଗୁଡ଼ିକ ଜଣାଇବା ପାଇଁ ଚାହୁଁଛନ୍ତି। କାରଣ ଆପଣ ମାନଙ୍କୁ ଅଧିକ ସମୟ ରଖିବା ପାଇଁ ମୁଁ ଚାହେଁ ନାହିଁ। ଆପଣ ମାନେ ଚାଲିକା ଆସୁଅଛନ୍ତି, ଆପଣ ମାନେ ସମୟ ଅନୁସାରେ ଆସୁଅଛନ୍ତି। ଏଥିପାଇଁ ଆସ ଆମେ ମାନେ ଗୋଟିଏ ପଦ ପଢିବା, ଆଦି ପୁସ୍ତକ 25 ଅଧ୍ୟାୟ 8 ପଦକୁ। ସେ ଜାଗାରେ ଜଣେ ବ୍ୟକ୍ତି ତାଙ୍କର ଆୟୁଷକୁ ପୂର୍ଣ୍ଣ କରିଥିବା କଥା କୁହାଯାଏ। ମୁଁ ଶେଷ ଅବସ୍ଥା, ଆଜିର ଶିକ୍ଷାର ବିଷୟ, ମୋର ଶେଷ ଅବସ୍ଥା କାହା ପରି ହେଉ। ନିଜକୁ ନିଜେ ସମସ୍ତେ କୁହନ୍ତୁ, ମୋର ଶେଷ ଅବସ୍ଥା କାହା ପରି ହେଉ। ନିଷ୍ପତ୍ତି ଆପଣଙ୍କର, ନିର୍ଣ୍ଣୟ ଆପଣଙ୍କର, ଯୋଜନା ଆପଣଙ୍କର, ମନରେ ନିଷ୍ପତ୍ତି ନେବା ଆପଣଙ୍କର, ହୃଦୟରେ ସଂକଳ୍ପ କରିବା ଆପଣଙ୍କର। ଏହା ପାଳକ ଯେତେ ଜୋରରେ ଗମ୍ଭୀର ଧ୍ୱନିରେ ପ୍ରଚାର କଲେ ମଧ୍ୟ ତାହା ଆପଣଙ୍କ ଜୀବନ ମଧ୍ୟରେ ପ୍ରଭାବ ହେବ ନାହିଁ ଯୋଉ ପର୍ଯ୍ୟନ୍ତ ଆପଣ ନିଜେ ପ୍ରଭୁଙ୍କ ପଥରେ ଯିବା ପାଇଁ ନିର୍ଣ୍ଣୟ ନେବା ପାଇଁ ନିଜେ ନିର୍ଣ୍ଣୟ ନେଇନାହାନ୍ତି। ଅନେକ ଲୋକ ଆସୁଛନ୍ତି, ମରୁଛନ୍ତି। ମୁଁ ଆପଣଙ୍କୁ ଆଗାମୀ ଦିନ ଗୁଡ଼ିକ କହିବି, ଗୋଟିଏ କଥା କହିଲି, ଶେଷ ଅବସ୍ଥା କହିଲେ କଣ ବୁଝାଏ? ଆୟୁଷ ରୂପକ ସୂର୍ଯ୍ୟର ଅସ୍ତଗାମୀକୁ ବୁଝାଏ। ସୂର୍ଯ୍ୟ ଅସ୍ତ ହେଲେ ଏମିତି ଦେଖାଯାଏ, ଆଗ ରଙ୍ଗ ରଙ୍ଗ ଦେଖାଯାଏ, ତାହା ମନେ ପକାଏ, ତାକୁ ସ୍ମରଣରେ ଆଣେ। ଗୋଧୂଳି ଆସେ, ଟିକେ ଟିକେ ଆସ୍ତେ ଆସ୍ତେ ସନ୍ଧ୍ୟା ହେଇକି ଆସେ। ସନ୍ଧ୍ୟା ଆସିଛି ନହିଁ, ଆଉ ସନ୍ଧ୍ୟା ହେଇ ଖାଲି ରାତି ହେଇଯାଏ। ଆଉ ରାତିର ଘନ ଅନ୍ଧକାର ମଧ୍ୟରେ ଶଯ୍ୟାରେ ମଧ୍ୟ ଯିଏ ଯାହାକୁ ଖୋଜେ ସେ ନଥିଲେ ତାକୁ ଭାଇ ନାହିଁ। ଆଜ୍ଞା, ଜଣେ ଅସ୍ତଗାମୀ ହେଲା ପରେ ନିଜର ପ୍ରିୟ ପତ୍ନୀ ତାଙ୍କ ପତିଙ୍କୁ ଖୋଜିବେ, ତାହେଲେ କଣ ସେ ପାଇବେ କି? କାହିଁକି ମୁଁ ଆଗ ପତିଙ୍କ କଥା କହୁଛି? କାହିଁକି ପତ୍ନୀଙ୍କ ଠାରୁ ପତିଙ୍କର ବୟସ ଜାଗତିକ ଭାବରେ ଅଧିକ ହେଇଗଲା। ସେ ଆଗେ ଚାଲିଯିବାର ପତ୍ନୀ ମଧ୍ୟ ଆଶା କରନ୍ତି। କିନ୍ତୁ ମୋର ପ୍ରିୟ ମାନେ ସିଏ ଆଗରେ ଯାଆନ୍ତୁ ବା ସିଏ ପଛରେ ଯାଆନ୍ତୁ, ସେଥିର କିଛି ବିଷୟ ନୁହେଁ। କେବଳ ଗୋଟିଏ ବିଷୟ, ମୋର ଶେଷ ଅବସ୍ଥା କାହା ପରି ହେଉ, କାହାର ତୁଲ୍ୟ ହେଉ, କାହାର ସଦୃଶ ହେଉ। ହେଲେ କାହାକୁ ଦେଖିକି ସେ ଏ କଥା କହୁଥିଲେ, କାହାର କଥାକୁ ଭାବିକି ଏ କଥା କହିଲେ? ମୂଷା କେତେବେଳେ ଜନ୍ମ ହେଲେ, ଜନ୍ମର ବୟସ ସମୟରେ କାହାର ମରଣକୁ ଦେଖିଲେ? ଆପଣ ମାନେ ଅନେକଙ୍କର ମରଣ ଦେଖିଥିବେ। କାହାର ମରଣ କେମିତି? ସମସ୍ତଙ୍କର ମରଣ ସମାନ ନୁହେଁ, କିନ୍ତୁ କେବଳ ପ୍ରାଣ ତ୍ୟାଗ କରିବା ସମାନ ଜଣା ପଡିଥାଏ। ଜାଗତିକ ଲୋକ ଆତ୍ମିକ ଭାବରେ ତାହା ଦେଖି ପାରନ୍ତି ନାହିଁ। ପଢି ଦିଅନ୍ତୁ ଆଦି ପୁସ୍ତକ 25 ଅଧ୍ୟାୟ 8 ପଦ। জ্যোতি মাইক রে অনন্তর অব্রাহাম উত্তম বৃদ্ধাবস্থারে বৃদ্ধ ও পূর্ণায়ু হই পূর্ণ আয়ুষ কহিলে পূর্ণ আয়ুষ প্রাপ্ত হই প্রাণ
ত্যাগ কলে। ପ୍ରାଣ ତ୍ୟାଗ କଲେ। ହାଲେଲୁୟା ହାଲେଲୁୟା। ମୋର ତାଙ୍କର କଥାକୁ ମଉସା ଶୁଣିଥିଲେ। ଆଗ ମଉସା ଜନ୍ମ ହେଲେ ନା ଆଗ ଆବ୍ରାହମ ଜନ୍ମ ହେଲା କି ନା? ମ୍ୟାଡାମ କିଏ ଆଗ ଜନ୍ମ ହେଇଥିଲେ? ହାଲୋ, କିଏ ଆଗ ଜନ୍ମ ହେଇଥିଲେ? ସେ ଆଦମଙ୍କ ମରଣ ଠାରୁ ମଉସାଙ୍କର ପୂର୍ବ ଦିନ ପର୍ଯ୍ୟନ୍ତ ଯେତେକ ଲୋକର ମରଣ ଦେଖିଥିଲେ, ଯୋଉ ଦିନ ପବିତ୍ରାତ୍ମା ତାଙ୍କ କଥା କହିଲେ ଲେଖ, ସେଦିନ ପର୍ଯ୍ୟନ୍ତ ଅନେକଙ୍କର ମରଣ ମଉସା ଦେଖିଥିଲେ। କୋଉ ମରଣ ତାଙ୍କ ପାଇଁ ଅତିରିକ୍ତ ଆଶ୍ଚର୍ଯ୍ୟ କରିଥିବ? ମଉସାଙ୍କ ସମ୍ମୁଖରେ ଗୋଟିଏ ମରଣ ହେଇଥିଲା। ଜାଣିଛନ୍ତି କି? ସେ ମରଣ ଅତି ଭୟଙ୍କର ମରଣ ଥିଲା। ଦୁଇଟା ମଧ୍ୟ ଅତି ଭୟଙ୍କର ବିଶ୍ୱ ଥିଲା। ପ୍ରଥମ ମରଣ, ପ୍ରତ୍ୟେକ ଘରର ପ୍ରଥମ ଜ୍ୟେଷ୍ଠ ମାନେ, ପଶୁ ପକ୍ଷୀ ଲୋକମାନେ ମଧ୍ୟ ମଲେ। ଏଇ ମୃତ୍ୟୁକୁ ମଉସାଙ୍କର ଚକ୍ଷୁ ଦେଖିଥିଲା। এইটা লেখিয়ে পরে লেখিলে তা ପୂର୍ବରୁ এই ସମସ୍ତ ବିଶ୍ୱକୁ ସେ ଦେଖିଥିଲେ। ସେ ମରଣ ତାଙ୍କ ଜୀବନ ମଧ୍ୟରେ କୋଉ କଥା କହିଥିବ? ଦ୍ୱିତୀୟ କଥା, କେବଳ ପୁରୁଷ ମାନେ 6 ଲକ୍ଷ ଲୋକ, ଆଗରେ ସମୁଦ୍ର, ପଥରେ ଭୟଙ୍କର ଯୁଦ୍ଧ ଲଢ଼େଇ, ପାରଙ୍ଗମ ଯୁଦ୍ଧରେ ପାରଙ୍ଗମ ଫାରୋ ରାଜାଙ୍କର ସୈନ୍ୟ ସକଳ, ତାଙ୍କର ଘୋଡ଼ା ଗୁଡ଼ିକ ବାୟୁ ଠାରୁ ଅଧିକ ବେଗରେ ସେ ଅତି ବେଗରେ ସେମାନେ ଦୌଡ଼ନ୍ତି। ଏପଟେ ପଛପଟେ ଆଗରେ ସମୁଦ୍ର, ପଛପଟେ ଫାରୋଙ୍କର ଲୋକ, ଡାହାଣ ପଟେ ପ୍ରାନ୍ତର। କୁଆଡୁ ଯିବେ? ଜଣେ ନୁହେଁ, ପିଲାମାନେ ଅଛନ୍ତି, ବୃଦ୍ଧମାନେ ଅଛନ୍ତି, ଶିଶୁମାନେ ଅଛନ୍ତି, ଯୁବାମାନେ ଅଛନ୍ତି। ତାଙ୍କର ମେଷ ପଳ ଅଛି, ତାଙ୍କର ଗୋରୁ ପଳ ଅଛି, ତାଙ୍କର କୁକୁଡ଼ା ପଳ ଅଛି, ସବୁ କିଛି ତାଙ୍କ କାନ୍ଧରେ ଭାର ଅଛି। ମୋର ପ୍ରିୟ ମାନେ, ସେଦିନ ମରଣ ତାଙ୍କୁ କେମିତି ଲାଗିଥିବ? ଲୋକମାନେ କହିଲେ ଆମେ ଏ ଜାଗାରେ ମରିବା ଅପେକ୍ଷା ସେ ଜାଗାରେ ଥାଇ କଷ୍ଟ ପାଇ ମରିବା ଆବଶ୍ୟକ ଥିଲା। କିନ୍ତୁ ମୋର ପ୍ରିୟ ମାନେ, ଏ ମୃତ୍ୟୁ ଏକ ସମ୍ବାଦ ଦଉଥିଲା। ହାଲେଲୁୟା। ଓ ଆମର ଲୋକ ଯଦି ମରିବେ, ଧାର୍ମିକତାର ମରଣ ମରିବେ। ହାଲେଲୁୟା। କି ମରଣ ମରିବେ? ଈଶ୍ୱରଙ୍କର ଗୌରବର ମରଣ ମରିବେ। ଏଥିପାଇଁ ପ୍ରୀତ ପାଉଲ କହିଲେ, ମୁଁ ମରିବା ମଞ୍ଚେ ମୋର ଶରୀର ମଧ୍ୟରେ ମୁଁ ଖ୍ରୀଷ୍ଟଙ୍କୁ ମହିମାନିତ କରିବି। ଆଜି କେତେ ଜଣ ଆପଣଙ୍କ ଶରୀର ମଧ୍ୟରେ ଖ୍ରୀଷ୍ଟଙ୍କୁ ମହିମାନିତ କରିବା ପାଇଁ ଚାହାନ୍ତି? ସେଥିପାଇଁ ଜଣ କହିଲେ ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ ରୁହ। ମୋର ପ୍ରିୟ ମାନେ, ଏ କଥା ଶେଷ ଅବସ୍ଥା କାହାର ତୁଲ୍ୟ ହଉ? ଧାର୍ମିକ ବ୍ୟକ୍ତି ମାନଙ୍କର ମରଣକୁ ସେ ଚାହୁଁଥିଲେ। ଆଜି ଖ୍ରୀଷ୍ଟିଆନ ଲୋକମାନେ କାହାର ମରଣ ଚାହୁଁଛନ୍ତି? କେଉଁଭଳି ଲୋକର ମରଣ ଚାହୁଁଛନ୍ତି? ଖ୍ରୀଷ୍ଟିଆନ ଲୋକର ମରଣ ଚାହୁଁଛନ୍ତି ନା ଧାର୍ମିକ ବ୍ୟକ୍ତିର ମରଣ ଚାହୁଁଛନ୍ତି? ବୁଝିପାରୁଛନ୍ତି? ଯଦି ବୁଝିପାରୁଛନ୍ତି ହାତ ଉଠାଇ କହିବେ କି ହାଲେଲୁୟା। କି ଜୋରେ ହାତ ଉଠାଇ କୁହନ୍ତୁ ହାଲେଲୁୟା। ଏଟା ଲୋକ ଦେଖିବା ଲୋକ ବି କହିବେ, ଶୁଣିବା ଲୋକ ବି କହିବେ ନାଇଁ ଲୋକମାନେ ଅଛନ୍ତି ଚେଇକି ବୋଲିକି। ସେମାନଙ୍କୁ ଶୁଣିବା ପାଇଁ ଟିକେ କୁହନ୍ତୁ ଜୋରେ ହାଲେଲୁୟା। ମୋର ପ୍ରିୟ ମାନେ, ମଉସା ଏ କଥା ଦେଖିଥିଲେ। ପ୍ରତ୍ୟେକ ଘରେ ଲୋକ ମରିଥିଲେ, ପଶୁ ପକ୍ଷୀ ବି ମରିଥିଲା। ଏମିତି କୌଣସି ଘର ନଥିଲା ଯାହା ଘରେ ମିଶରରେ ଏମିତି କୌଣସି ଘର ନଥିଲା ଯୋଉ ଘରେ ମୃତ୍ୟୁ ହେଇ ନଥିଲା। সেই ସମୟରେ ମଉସା ନିଜ ଚକ୍ଷୁରେ ଦେଖିଥିଲେ। ସେଥିପାଇଁ ନିଜର ସମୟ ଆସିବା ସମୟରେ ପବିତ୍ରାତ୍ମା ବର୍ତ୍ତମାନ ପିଢ଼ିକୁ ଜଣାଇବା ପାଇଁ, ଶୁଭ ସମ୍ବାଦ ଦେବା ପାଇଁ, ଜଣାଅ ଆମର ଲୋକମାନେ ଖ୍ରୀଷ୍ଟିଆନ ହେଇକି ମରନ୍ତୁ ନାହିଁ, ଆମର ଲୋକମାନେ ପଦବୀ ପାଇ ମରନ୍ତୁ ନାହିଁ, ଆମର ଲୋକମାନେ ଧନୀ ଲୋକ ବୋଲିକି ମରନ୍ତୁ ନାହିଁ, ଆମ୍ଭର ଲୋକମାନେ ଧାର୍ମିକ ବ୍ୟକ୍ତି ବୋଲି ମରନ୍ତୁ। ହାଲେଲୁୟା। ସେଥିପାଇଁ ସେ କହୁଛନ୍ତି ଧାର୍ମିକତାର ମରଣ ମୁଁ ମରିବି। ଯଦି ମରେ ମୋର ଶେଷ ଅବସ୍ଥା, ମୁଁ ଯଦି ମରିଯାଏ ଧାର୍ମିକ ବ୍ୟକ୍ତି ପରି ମରିବି। ହାଲେଲୁୟା। ମୁଁ ଆଗାମୀ ସପ୍ତାହ କହିବି
ଧାର୍ମିକତା ପାଇଁ ମରଣ ଆଉ ଧାର୍ମିକର ମରଣ। ଧାର୍ମିକତା ପାଇଁ ମରଣ କଣ ଆଉ ଧାର୍ମିକର ମରଣ କଣ ଲେଖିକି ରଖିଥାନ୍ତୁ। ମୁଁ ଯଦି ଭୁଲିଯିବି ମତେ ମନେ ପକାଇ ଦେବେ। ତେଣୁକରି ମୋର ପ୍ରିୟ ମାନେ ଆଜି କେତେ ଜଣ ଆପଣଙ୍କର ଶେଷ ଅବସ୍ଥା ଧାର୍ମିକ ବ୍ୟକ୍ତିର ମରଣ ପରି ହଉ। ଜଗତରେ ଜଣେ ମାତ୍ର ଧାର୍ମିକ ହିଁ ଆସିଲେ, ଧାର୍ମିକ ହେଇକି ଗଲେ, ସେ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେ ଧାର୍ମିକର ପବିତ୍ରାତ୍ମା, ସେ ଆମ୍ଭ ମାନଙ୍କର ଧର୍ମମୟ ପରମେଶ୍ୱର। ସେଥିପାଇଁ ସେ ଦେଖାଇକି ଯାଇଛନ୍ତି ଏବଂ ଲୋକମାନେ ତାଙ୍କ ମରଣ ପାଇଁ କାନ୍ଦୁଛନ୍ତି। କାହାପାଇଁ କାନ୍ଦୁଛନ୍ତି ଆଜ୍ଞା? ମରଣ ପାଇଁ କାନ୍ଦୁଛନ୍ତି। କିନ୍ତୁ ମଉସା କହୁଛନ୍ତି ମୁଁ ଯଦି ମରିବି କାହାର ପରି ମରିବି, ମୁଁ ଯଦି ମରିବି କାହା ପରି ମୋର ଶେଷ ଅବସ୍ଥା ହେଉ। କେତେ ଜଣ ଅଛି ଆପଣଙ୍କର ଅବସ୍ଥା ଧାର୍ମିକ ବ୍ୟକ୍ତିଙ୍କର ମରଣ ତୁଲ୍ୟ କରିବା ପାଇଁ ଚାହୁଁଛନ୍ତି? ଆଜି ମୁଁ ନିଶ୍ଚିତ କି ମତେ ପ୍ରଭୁ ଯୋଉ ଧାର୍ମିକତାରେ ଗଣନା କରିଅଛନ୍ତି, ମୁଁ ଧାର୍ମିକତାରେ ଗଣନା କରିଥିବାରୁ ଧାର୍ମିକତାର ଜୀବନ ବିତାଉଛି। ଧାର୍ମିକ ବ୍ୟକ୍ତି ସେ ବିଶ୍ୱାସରେ ବଞ୍ଚିବ। ଧାର୍ମିକ ବ୍ୟକ୍ତି ମରିଲେ ବି ଉଠିବ। ତେଣୁ ଆଜି କେତେ ଜଣ ଚାହୁଁଅଛନ୍ତି ଆପଣଙ୍କର ଯୋଜନାକୁ ପ୍ରଭୁଙ୍କ ଦୃଷ୍ଟିରେ ପ୍ରଭୁଙ୍କ ଇଚ୍ଛା ମତେ କରିବା ପାଇଁ ଚାହାନ୍ତି? ଆପଣଙ୍କର ଶେଷ ନିଷ୍ପତ୍ତି ଆପଣଙ୍କର କଣ ଅଟେ? ଆପଣଙ୍କର ଶେଷ ଅବସ୍ଥା କାହାର ତୁଲ୍ୟ ହଉ, କାହା ପରି ହଉ, ଆପଣ ଠିଆ ହେଇକି ପ୍ରଭୁଙ୍କୁ କୁହନ୍ତୁ। ପ୍ରଭୁ ଆପଣଙ୍କର ମୁଖର ବାକ୍ୟ ଶୁଣି ଆପଣଙ୍କୁ ସେଇ ପ୍ରକାରେ ଆପଣଙ୍କର ମନ ବାଞ୍ଛା ପୂର୍ଣ୍ଣ କରିବେ। ଆଜି ମୋର ବୋଲିକି ପ୍ରାର୍ଥନା କରନ୍ତୁ ନାହିଁ, ଶେଷ ଅବସ୍ଥା ଆପଣଙ୍କର ଆଶ। ଜଣେ କଣ କଲେ, କି ଅବସ୍ଥାରେ ଆଉ ଥରେ ପଢି ଦିଅନ୍ତୁ 25:8 ଆଦି ପୁସ୍ତକ। ଉତ୍ତମ ବୃଦ୍ଧାବସ୍ଥାରେ ତାର ଶେଷ ଅବସ୍ଥା କେମିତି ଥିଲା ଆଜ୍ଞା? ଉତ୍ତମ ଥିଲା। ତାଙ୍କ ବୃଦ୍ଧ ଅବସ୍ଥା ପାଇଁ ତାଙ୍କ ପୁଅ ଝିଅ, ତାଙ୍କ ବୋହୂ, ତାଙ୍କ ନାତି ନାତୁଣୀ ମାନେ କାହିଁକି ଲୋକଟି ବଞ୍ଚିଛି ବୋଲି କହିନଥିଲେ? କାରଣ ତାଙ୍କର ବୃଦ୍ଧ ଅବସ୍ଥା ଉତ୍ତମ ଥିଲା। ହାଲେଲୁୟା। ପ୍ରଭୁଙ୍କୁ ଜାଣିବା ଲୋକମାନଙ୍କର ଜୀବନ ଏହି ପ୍ରକାର ହେବ। ପ୍ରଭୁଙ୍କୁ ବିଶ୍ୱାସ କରିବା ଲୋକମାନଙ୍କର ଜୀବନ ଏହି ପ୍ରକାର ହେବ। ଉତ୍ତମ ବୃଦ୍ଧ ବୟସରେ, ଉତ୍ତମ ଅବସ୍ଥାରେ ବୃଦ୍ଧ ହେଇ ପୂର୍ଣ୍ଣାୟସ ହେଇ ଆପଣା ପ୍ରାଣର ଶେଷ ନିଶ୍ୱାସ ତ୍ୟାଗ କରେ। ହାଲେଲୁୟା। ମୋର ପ୍ରିୟ ମାନେ, ଆପଣ ମାନେ ଆଜି କୋଉ ପ୍ରକାର ଭରସା ପ୍ରଭୁଙ୍କ ଠାରୁ ପାଇବା ପାଇଁ ଚାହୁଁଛନ୍ତି? କେତେ ଜଣ ଆପଣ ଆଜି ଆବ୍ରାହମ ଧାର୍ମିକ ଥିଲେ କି ନାହିଁ? ଆବ୍ରାହମଙ୍କର କଥା ମଉସା ମନେ ପକାଉଥିଲେ। ଏଥିପାଇଁ କହିଲେ ମୋର ମରଣ ଧାର୍ମିକ ମରଣ ପରି ହଉ। ମୋର ପ୍ରିୟ ମାନେ, ଜାଗତିକ ଲୋକମାନେ ତ ଆପଣଙ୍କର କଫିନ ଉପରେ ଗଦା ଗଦା ଫୁଲ ପକାଇବେ। ଆପଣଙ୍କ ପାଇଁ ତ କେହି ତ ନାକରୁ ପାଣି ଝରାଇବେ, କେହି ତ ଆଖିରୁ ପାଣି ଝରାଇବେ, କେହି ତ ଇଚ୍ଛା ନଥାଏ ମଧ୍ୟ ଲୋକକୁ ଦେଖାଇବା ପାଇଁ ଲାଳକୁ ଆଖିରେ ପକାଇକି ସେମାନେ କାନ୍ଦିଲା ପରିକି ହେବେ। କିନ୍ତୁ ଆପଣଙ୍କର ପରମେଶ୍ୱର ଆପଣଙ୍କର ଅବସ୍ଥାକୁ ସ୍ଥିର କରନ୍ତି। କିନ୍ତୁ এই ଜାଗାରେ ଆପଣ ଚାବି ଖୋଲିବାକୁ ହେବ। ଧାର୍ମିକତା ନିମନ୍ତେ ଦ୍ୱାର ଖୋଲନ୍ତୁ, ପବିତ୍ରତା ନିମନ୍ତେ ଦ୍ୱାର ଖୋଲନ୍ତୁ। ଏଣୁ ଯେଉଁମାନେ ଚାହୁଁଛନ୍ତି ଧାର୍ମିକତା ନିମନ୍ତେ ଜୀବନ ବିତାଇବା ପାଇଁ, ଆପଣଙ୍କର ଅବସ୍ଥା ଯଦି ଧାର୍ମିକ ବ୍ୟକ୍ତି ପରି ହଉ, ଯଦି ଆପଣଙ୍କର ଅବସ୍ଥା ଶେଷ ଅବସ୍ଥା ଧାର୍ମିକ ବ୍ୟକ୍ତି ପରି ହଉ, ଈଶ୍ୱରଙ୍କର ଗୌରବ ଯୁକ୍ତ ହଉ ବୋଲି ଚାହୁଁଛନ୍ତି, ତାହେଲେ ପ୍ରଭୁଙ୍କୁ ନିକଟରେ ନିଜକୁ ସମର୍ପଣ କରନ୍ତୁ। ଆପଣମାନେ ସମର୍ପଣ ପାଇବା ପାଇଁ ଚାହୁଁଛନ୍ତି, ଆପଣଙ୍କର ଶେଷ ଅବସ୍ଥା ଭଲ ହଉ ବୋଲି ଭାବୁଛନ୍ତି, ସେମାନେ ସ୍ୱଇଚ୍ଛାରେ ଆପଣ ସ୍ଥାନରେ ଠିଆ ହୁଅନ୍ତି। କାରଣ ଆଜି ଯାହା ଆପଣ ପ୍ରଭୁଙ୍କୁ କହିବେ, ପ୍ରଭୁ ସେ କଥା ଖାଲି ଶୁଣିବେ ତାହା ନୁହେଁ, ଆପଣଙ୍କୁ ମୁଖର ବାକ୍ୟ ପ୍ରକାରେ ଆପଣଙ୍କୁ ଉଷ୍ଟାଦର ଫଳକୁ ସୃଷ୍ଟି କରିବେ। ହାତ ଉଠାଇ କୁହନ୍ତୁ, ନିଜ ଭାଷାରେ କୁହନ୍ତୁ, ଆପଣଙ୍କର ଶେଷ ଅବସ୍ଥା କାହାର ତୁଲ୍ୟ ହେଉ,
ଆପଣଙ୍କର ସେ ସବୁ ସମସ୍ତେ ହାତ ଉଠାନ୍ତୁ, ଦୁଇ ହାତ ଉଠାନ୍ତୁ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଆପଣ